ଶୀତ ଦିନ ସରିବା ପୂର୍ବରୁ ଏହି ପରଟାଟିକୁ ଥରେ ବନେଇ ନିଅନ୍ତୁ। ଏତେ ବଢ଼ିଆ ଲାଗିବ ଯେ ଆପଣ ଥରେ ଚାଖିଲେ ବାରମ୍ବାର ବନେଇବେ। ପରଟାଟିକୁ ଆଜି ଆମେ ଏକଦମ ୟୁନିକ୍ ଉପାୟରେ ବନେଇବା, ଯାହାଫଳରେ ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗିବ। ୟାକୁ ମୁଁ ଖଟା ଲଙ୍କା ଆଚାର ସହିତ ସର୍ଭ କରିଛି। ଏଠି ଦେଖନ୍ତୁ, ପ୍ରଥମେ ଆମେ ଗୋଟେ ଛୋଟ ଫ୍ରେଶ୍ ମୂଳାକୁ ଗ୍ରେଟ୍ କରିନେବା। ତା ସହିତ ଛୋଟ ଖଣ୍ଡେ ବନ୍ଧାକୋବିକୁ ମଧ୍ୟ ଗ୍ରେଟ୍ କରିଦେବା। ବନ୍ଧାକୋବି ଆଉ ମୂଳାକୁ ଗୋଟେ ଜାଗାରେ ମିକ୍ସ କରିଦେବା। ସେଥିରେ ଅଳ୍ପ ଟିକେ ଲୁଣ ଦେଇକି 5 ମିନିଟ୍ ଛାଡ଼ିଦେବା। ଦେଖିବେ ବଢ଼ିଆ ଭାବରେ ଏଥିରୁ ପାଣି ଛାଡ଼ିଯିବ। ଏବେ ଆମେ ୟାକୁ ହାତରେ ବଢ଼ିଆ ଭାବରେ ଚୁପୁଡ଼ି ଦେବା। ଏଥିରୁ ପାଣି ଏକ୍ସଟ୍ରା ଗୁଡ଼ିକ ବାହାରିଯିବ। ଏବେ ଆମେ ପ୍ଲେନ୍ ଅଟାରେ ସ୍ୱାଦ ଅନୁସାରେ ଲୁଣ, ଚିଲି ଫ୍ଲେକ୍ସ, କଳା ଜିରା ପକାଇବା, ଜୁଆଣି ପକାଇବା। ଅଳ୍ପ ପାଣି ଦେଇକି ଗୋଟେ ନରମ ଡୋଟେ ବନେଇ ନେବା। ଉପରୁ ହାଲକା ତେଲ ଦେଇକି ଚକଟିକି ରଖିଦେବେ। ଦେଖିବେ ପରଟା ବହୁତ ବଢ଼ିଆ ସଫ୍ଟ ବନିବ। ଏବେ ମୂଳା ବନ୍ଧାକୋବିରେ ଗ୍ରେଟ୍ କରିକି ରଖିଥିବା ଅଦା, କଞ୍ଚାଲଙ୍କା, ଧନିଆ ପତ୍ର, ଚିଲି ଫ୍ଲେକ୍ସ, 2 ଚାମଚ ବେସନ, କଟା ଧନିଆ ପତ୍ର ଆଉ କିଛି ଭଜା ଜିରା ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଦେଇକି ଗୋଳେଇକି ସାଇଡ଼ରେ ରଖିଦେବା। ହାଲକା ବେସନ ଦେବେ। ଦେଖିବେ ଷ୍ଟଫିଂରୁ ଜମା ବି ପାଣି ବାହାରିବନି ଆଉ ପରଟା ବହୁତ ବଢ଼ିଆ ଟେଷ୍ଟି ଲାଗିବ। ଏବେ ପତଳା ରୁଟି ମଝିରେ ପୁରକୁ ଟ୍ରାୟାଙ୍ଗଲ ସେପ୍ରେ ଦେଇକି ପରଟାକୁ ମଧ୍ୟ ଆମେ ଟ୍ରାୟାଙ୍ଗଲ ସେପ୍ରେ ବେଲି ନେବା। ଗରମ ତାୱାରେ ପରଟାକୁ ଏପଟ ସେପଟ କରିକି ଭାଜିଦେବା। ତାପରେ ସେଥିରେ ତେଲ କିମ୍ବା ଘିଅ ଲଗେଇକି ବଢ଼ିଆ ଗୋଲ୍ଡେନ୍ କ୍ରିସ୍ପି ହେଲା ପର୍ଯ୍ୟନ୍ତ ସେକିଦେବା। ଟେଷ୍ଟି ପରଟା ରେଡ଼ି।